ଦେଖନ୍ତୁ, ଯେଉଁ ବନ୍ଧ ଆମ ଧରମପୁର ବାମଦେବପୁର ନେଇ ବାଛଳ ପର୍ଯ୍ୟନ୍ତ ବନ୍ଧର ସେପଟ ଅର୍ଥାତ୍ ନଦୀ ପାଖ ଜାଗାଗୁଡ଼ିକ ପ୍ରାୟ 30 ଫୁଟ 20 ଫୁଟ 40 ଫୁଟର ବିରାଟ ବିରାଟ ପୋଖରୀ ଯେଉଁ କରାଯାଇଛି ଏବଂ ବେନିୟମ ଭାବରେ ଯେଉଁ ଅନାବାଦୀ ଗୋଚର ଜମିରୁ ମାଟି ଚୋରି କରାଯାଇଛି ଏବଂ କିଛି ନିରୀହ ଚାଷୀମାନଙ୍କର ଜମିରୁ ମାଟି ଉଠିଛି, ତାହାକୁ ଯଦି ଆମେ ଲକ୍ଷ୍ୟ କରିବା ତାହେଲେ ଆଗାମୀ ବର୍ଷା ଋତୁ ସମୟରେ ଗୋଟିଏ ଭୟଙ୍କର ପରିସ୍ଥିତି ଉପୁଜିବାର ସମ୍ଭାବନା ଅଛି। ଅର୍ଥାତ୍ ବନ୍ଧ ଭାଙ୍ଗିଗଲେ ପାଖାପାଖି ଫତେପୁର, ଟିଣା, ବାଛଳ, ଅଳକୁଣ୍ଡ, ପ୍ରୀତିପୁର, ଏପଟରେ ଆମର ଓଳେଇ ଏବଂ କଲ୍ୟାଣପୁର ଏ ଅଞ୍ଚଳ ସବୁ ଭାସିଯିବ ଏବଂ ସମୁଦ୍ର ଭଳି ଲହଡ଼ିରେ ଆମେ ସବୁ ଜନଜୀବନ କ୍ଷତି ହେବ, ବହୁ ଲୋକ ମୃତାହତ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ନିବେଦନ ରଖୁଛି ତହସିଲଦାରଙ୍କୁ, ଆର୍ଆଇ ମାନଙ୍କୁ, ଦୟାକରି ଏଭଳି କାର୍ଯ୍ୟରେ ଯେଉଁମାନେ ଲିପ୍ତ ରହିଛନ୍ତି, ଯେଉଁମାନେ ବେନିୟମ ଭାବରେ ମାଟି ଚାଲାଣ କରୁଛନ୍ତି ଏବଂ ସରକାରଙ୍କର ରାଜସ୍ୱକୁ କ୍ଷତି କରୁଛନ୍ତି ଏବଂ ଜନସାଧାରଣଙ୍କର ଅଗୋଚରରେ ଏବଂ କିଛି ନିରୀହ ଚାଷୀଙ୍କର ଲୋଭ ଦେଖାଇ ଅଳ୍ପ ପଇସା ଦେଇ ତାଙ୍କ ମାଟିକୁ ନେଉଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି ଯେ ସେମାନେ ଦୟାକରି ଏଥିରୁ ନିବୃତ୍ତ ରୁହନ୍ତୁ, ନଚେତ୍ ବହୁତ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ, ଯେଉଁ ପରିସ୍ଥିତିକୁ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଦାୟୀ ରହିବେ ଏବଂ ଯଦି ଧନ ଜୀବନ କ୍ଷତି ହୁଏ ଏବଂ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୁଏ, ସେ ପରିସ୍ଥିତିର ନିଶ୍ଚିତ ଭାବରେ ସେମାନେ ଦାୟୀ ରହିବେ ଏବଂ ଦରକାର ପଡ଼ିଲେ ଜନ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ଆମେ ଦଳମତର ଊର୍ଦ୍ଧ୍ୱରେ ରହି ଜନସାଧାରଣଙ୍କ ପାଖରେ ସଚେତନ କରିବୁ ଏବଂ ଆମେ ପ୍ରତିବାଦ କରିବାକୁ ପଛଘୁଞ୍ଚା ଦେବୁ ନାହିଁ।